Pranam are the lotus feet of the Divine Mother. Pranam Ma Param Prabhu Sri Aurobindo Sota Sammarya ଭାଇ ଭଉଣୀମାନେ ଆଉ ଅତି ଆପଣାର ଏବଂ ଚେତନାଯୁକ୍ତ ଭାବରେ ମାତୃକାର୍ଯ୍ୟରେ ନିଜକୁ ଯିଏ ଶ୍ରଦ୍ଧାର ସହିତ ନିୟୋଜିତ କରୁଛନ୍ତି ଆମର ଅତି ପ୍ରିୟ ତ୍ରିବେଣୀ ଅପା, ମୋର ତାଙ୍କୁ ନମସ୍କାର। ଗୋଟେ ବଡ଼ କଥା ହେଉଛି ଏ ଯେଉଁ ବିଷୟଟି ଆଜି ରଖାଯାଇଛି ଚେତନାର ଉତ୍ତରଣ ଓ ଆଧାର। ଆମେ ଥରେ କେବେ ଅନୁଧ୍ୟାନ କଲେଣି ଚେତନାଟା କ'ଣ? ଗୋଟେ ଶିକ୍ଷା କେନ୍ଦ୍ରରେ ଜଣେ ଭାଇ ପିଟି ଭାଇ ଜଣେ ତାର କ୍ଲାସ୍ ନେଉଥାନ୍ତି, ପାଠଚର କ୍ଲାସ୍ରେ ଏଇ ଚେତନା ଶବ୍ଦଟା ଉଠିଲା। ସେଠି ସେ ଜଣେ ପିଲା ପଚାରିଲା, ଭାଇ ଚେତନା କ'ଣ? ଆଉ ଜଣେ ପିଲା ଛିଡ଼ା ହେଇକିରି କହୁଛି, ତୁ ଚେତନାଟା ବୁଝିନୁ, ବୁଝେଇଦେବି ତତେ। କହିଲା କେମିତି ବୁଝେଇବୁ? କହିଲା ମୁଁ ତ ବୁଝେଇଦେବି ସାଙ୍ଗେ ସାଙ୍ଗେ, ଆଉ ଗୋଟେ ପାହାର ମାରିବି, ଚେତା ବୁଡ଼ିକି ପଡ଼ିବୁ, ପୁଣି ପାଣି ଢାଳିକି ଚେତା କରାଯିବ, ହେଲା ଚେତନା। ସେଠି କ'ଣ ବୁଝିବୁ? ଆଉ ଚେତା ଥିଲେ ଆମେ ଜାଣିବା, ଚେତା ନଥିଲେ ବି ଆମେ ଜାଣିବା। ତେଣୁ କେଉଁଟା ଚେତା ଅଛି କେଉଁଟା ଚେତା ନାହିଁ ଆମେ ଜାଣିପାରୁଛୁ ନା ନାହିଁ? ଜଣେ ବେହୋସ ହେଇଯାଏ ଯେତେବେଳେ ଆମକୁ ତାର ଚେତା ନାହିଁ, ଆଉ ଆମେ ଯେତେବେଳେ ଚଳପ୍ରଚଳ କରୁଛୁ ଆମେ ଜାଣୁଛୁ ଆମର ଚେତା ଅଛି। ସେ ଚେତା ଶବ୍ଦକୁ ନେଇକି ସିଏ ତା ଅର୍ଥରେ ବୁଝିଲା। ଛୋଟ ପିଲା ତ, 6-7ର ପିଲା, ତେଣୁ ସେ ଏଇ କଥାଟି ବୁଝିଦେଲା। ସେ କହିଲା ଏଇଟା ତୁ ବୁଝିନୁ, ଗୋଟେ ପାର ମାରିବି ତୋ ମୁଣ୍ଡକୁ, ଚେତା ବୁଡ଼ିକି ପଡ଼ିବୁ, ତାପରେ ଗଲା ତୋ ଚେତାଟା ପଳେଇଲା, ପୁଣି ପାଣି ଢାଳିକି ତୋତେ ଚେତା କରାହବ, ତୋ ଚେତା ଆସିଲା, ସେଇଠି ତୁ ବୁଝିଦେବୁ ତୋ ଚେତନାଟା କ'ଣ। ତେଣୁ ଛୋଟ ପିଲା ତା ଲାଇଟ୍ରେ ସେ ଯେମିତି ବୁଝିଛି ସେ ସେଇ କଥା କହିଲା। ଟିକେ ଅବଶ୍ୟ ପିଲାମାନେ ହସିଲେ, କିନ୍ତୁ ତା ଲାଇଟ୍ରେ ସେ ବୁଝିଛି, ତାକୁ ଆମେ ହସରେ ଉଡ଼େଇ ଦେବା କଥା ନୁହେଁ। ତ ଚେତନା ଶବ୍ଦଟା ପ୍ରକୃତରେ କ'ଣ? ଚେତନା ହେଉଛି ସେ ପ୍ରଶ୍ୱାସ ବାୟୁ ଯାହା ଆମକୁ ପରମ ସତ୍ୟ ବିଷୟରେ ବା ପରମଙ୍କ ବିଷୟରେ ସଚେତନ କରାଏ, ସଜ୍ଞାନ କରାଏ। ଚେତନା ନଥିଲେ ଏ ଜଗତ ସୃଷ୍ଟି ହେଇ ନଥାନ୍ତା। ଚେତନାର ପ୍ରଭାବ ଯୋଗୁଁ ଏ ପୃଥିବୀ ତିଆରି ହେଇଛି, ଆଉ ପୃଥିବୀ ପାଇଁ ଆମେ ଆସିଛୁ। ପୃଥିବୀ ନଥିଲେ ଆମେ ଆସିନଥାନ୍ତୁ। ଗୋଟିଏ କଥା କୁହାହେଇଛି, ଦିସ୍ ୱାର୍ଲଡ ୱାଜ୍ ଏ ବିଗିନିଂ ଆଣ୍ଡ ଏ ବେସ୍। ଶ୍ରୀ ଅରବିନ୍ଦଙ୍କର ବାକ୍ୟ, ଦିସ୍ ୱାର୍ଲଡ ୱାଜ୍ ଏ ବିଗିନିଂ ଆଣ୍ଡ ଏ ବେସ୍। ଏ ପୃଥିବୀଟା ହେଉଛି ଆରମ୍ଭ। ଚେତନାର ପ୍ରଥମ ପରିପ୍ରକାଶ ହେଉଛି ପୃଥିବୀ ସୃଷ୍ଟି ହେବା। ତେଣୁ ପୃଥିବୀ ସୃଷ୍ଟି ହେବା ମୂଳରେ ଅଛି ଚେତନା। ମା ବି ଲେଖିଛନ୍ତି, ସିନ୍ସ ଦ ବିଗିନିଂ ଅଫ୍ ଦ ଆର୍ଥ whenever and wherever there was the possibility of manifesting a ray of consciousness, I was there. It's a ray of consciousness. ଚେତନା ରଶ୍ମିଟିଏ ଯୋଉଠି ଅଛି ମା କହୁଛନ୍ତି ମୁଁ ସେଇଠି ଅଛି। ତେଣୁ ଚେତନାର ଅନ୍ୟ ନାଁ ହେଉଛି ମାଙ୍କର ପ୍ରଭାବ। ମା ନିଜେ ଉପସ୍ଥିତ ଅଛନ୍ତି ପୃଥିବୀର ଆରମ୍ଭରୁ। ଯୋଉଠି ଯେତେବେଳେ whenever and wherever there is the possibility of manifesting, ଗୋଟେ ଅଭିବ୍ୟକ୍ତି ହେବାର ସମ୍ଭାବନା ଦେଖା ଦେଇଛି। କାହାର ଅଭିବ୍ୟକ୍ତି? ଏ ରେ ଅଫ୍ କନସିୟସନେସ୍। ଏ ଚେତନା ଯୋଉଠି ଅଭିବ୍ୟକ୍ତି ହେଉଛି ମା ସେଇଠି ଅଛନ୍ତି ପୃଥିବୀର ଆରମ୍ଭରୁ। ତେଣୁ ଯୋଉଠି ଚେତନା ପରିପ୍ରକାଶ ହେଇଛି ମା ସେଇଠି ଅଛନ୍ତି। ତେଣୁ ମା ଏଇ ଯୋଉ ଚେତନାର ପ୍ରଭାବରେ ପୃଥିବୀକୁ ତିଆରି କରିଛନ୍ତି। ତେଣୁ ପୃଥିବୀ ହେଲା ଚେତନାର ପ୍ରଥମ ଅଭିବ୍ୟକ୍ତି। ସେଇଥିପାଇଁ ସାବିତ୍ରୀରେ କୁହାଯାଇଛି, this world was a beginning and a base. ବେସ୍ ଅର୍ଥ ଭିତ୍ତି ବା ଆଧାର। ତେଣୁ ଯେଉଁ ପୃଥିବୀକୁ ଆଧାର କରିକି ଜୀବଜନ୍ତୁ, ଗଛଲତା, ପଶୁପକ୍ଷୀ, ତାପରେ ପାଣି, ପଞ୍ଚ ମହାଭୂତ ଏ ସବୁ ହେଇଛି ପୃଥିବୀରେ ଅଛି ନା। ଆଉ ପୃଥିବୀ ଗ୍ରହର ଏଇଟା ହେଉଛି ସ୍ୱତନ୍ତ୍ରତା। ତେବେ ପୃଥିବୀ ଗ୍ରହକୁ ଯେ ପରିଚାଳିତ କରୁଛି ତାର ଯେ ସେଣ୍ଟ୍ରାଲ ବିଙ୍ଗ ହେଇକି ରହିଛି, ଆମ ଭିତରେ ମଧ୍ୟ ସେ ସେଣ୍ଟ୍ରାଲ ବିଙ୍ଗ ହେଇକି ଅଛି। ଇଏ ହେଉଛି କନେକ୍ସନ। ପୃଥିବୀର ବିବର୍ତ୍ତନର ଆମେ ବିବର୍ତ୍ତନଗତ ଧାରାରେ ଆମେ ମାନବ ହେଇକି ଆସିଛୁ।
ଯଦି ଆମେ କେମିତି ସୃଷ୍ଟି ହେଲୁ ଯଦି ଆମ ମୁଣ୍ଡକୁ କେତେବେଳେ ପ୍ରଶ୍ନ ଉଠେ ତାହେଲେ ଆମେ କହିବା ଆମ ଇତିହାସ ବି କହୁଛି ଆମକୁ ବହିରେ ମଧ୍ୟ ଲେଖା ହେଇଛି ଆମେ ପଢ଼ୁଛୁ ଶୁଣୁଛୁ ଆମକୁ ବତେଇ ଦିଆହେଇଛି ଯେ ଆମେ ବିବର୍ତ୍ତନ ଧାରାରେ ତିଆରି ହେଇଛୁ। ତେଣୁ ଆମେ ହେଉଛେ ଗୋଟେ ବିବର୍ତ୍ତନଗତ ସତ୍ତା। କିନ୍ତୁ ମନେ ରଖିବା ବିବର୍ତ୍ତନ ଧାରାରେ ଯଦିଓ ଆମେ ମାନବ ପର୍ଯ୍ୟନ୍ତ ଆସିଲେଣି এই ମାନବଟା ବର୍ତ୍ତମାନ ପର୍ଯ୍ୟନ୍ତ ଏ ବିବର୍ତ୍ତନ ଯାହା ପରିପ୍ରକାଶ କରିଛି ବା ଯାହା ସୃଷ୍ଟି କରିଛି ତା ଭିତରେ ଶ୍ରେଷ୍ଠ ହେଇଛି, କିନ୍ତୁ ଶେଷ ହେଇନି। ଶେଷ ସୃଷ୍ଟି ହେଇନି, ଶ୍ରେଷ୍ଠ ସୃଷ୍ଟି ହେଇଛି କିନ୍ତୁ ଶେଷ ସୃଷ୍ଟି ହେଇନି। ଏ ଦୁଇଟା ୱାର୍ଡ ଗୋଟିଏ ବୁଝିବା, ଶ୍ରେଷ୍ଠ ସୃଷ୍ଟି ଆଉ ଶେଷ ସୃଷ୍ଟି। ମାନବ ହେଉଛି ବିବର୍ତ୍ତନର ଶ୍ରେଷ୍ଠ କୃତିତ୍ୱ କିନ୍ତୁ ଶେଷ କୃତିତ୍ୱ ନୁହେଁ। ତେଣୁ ଯେଉଁ ବିବର୍ତ୍ତନଗତ କାର୍ଯ୍ୟଧାରାକୁ କିଏ ତ୍ୱରାନ୍ୱିତ କରିଛି? ଯଦି ଆମେ ଏଇଟାକୁ ଅନୁଧ୍ୟାନ କରୁ କେମିତି ସେମିତି ଆପେ ଆପେ ହେଉଛି। ତେଣୁ ଯେଉଁ ଶକ୍ତିର ପ୍ରଭାବରେ ଯେଉଁ ଜ୍ଞାନର ପ୍ରଭାବରେ ଯେଉଁ ଦିବ୍ୟ ପ୍ରଭାବରେ ଏଇ ଯେଉଁ ବିବର୍ତ୍ତନଗତ ତ୍ୱରାନ୍ୱିତ ହେଇଛି ବାହ୍ୟ ଦିଗରେ, ସିଏ ମଧ୍ୟ ମାଙ୍କର ଶକ୍ତି, ତାକୁ ନାଁ ଦିଆଯାଇଛି ପ୍ରକୃତି। ତେଣୁ ପ୍ରକୃତିରେ ବିବର୍ତ୍ତନଟା ଅଛି। ତେଣୁ ସେ ପ୍ରକୃତି ଭିତରେ କିଏ କ୍ରିୟା କରୁଛି? এই চেতনা ହିଁ କ୍ରିୟା କରିଛି। ତେଣୁ ଚେତନାର ପ୍ରଭାବରେ ବିବର୍ତ୍ତନଗତ କ୍ରିୟା ହେଇଛି ଏବଂ ଏ ବିବର୍ତ୍ତନର ଆଜି ପର୍ଯ୍ୟନ୍ତ ଯାହା ଯାହା ସବୁ ସୃଷ୍ଟି ହେଇଛି ତା ଭିତରେ ଶ୍ରେଷ୍ଠ କୃତିତ୍ୱ ହେଇଛି ମାନବ, କିନ୍ତୁ ଶେଷ କୃତିତ୍ୱ ହେଇନି। କାରଣ ୟା ପରେ ପୁଣି ଆଉ କିଛି ହବାର ଅଛି। ମାନବ ପର୍ଯ୍ୟନ୍ତ ଆସି ପହଞ୍ଚିଗଲାଣି, ତାପରେ ଆଉ କିଛି ହବ। ତେଣୁ ମନୁଷ୍ୟ ମଝି ମଝିଆ ଷ୍ଟେଜରେ ଅଛି। ସେଇଥିପାଇଁ କୁହାଯାଇଛି ମ୍ୟାନ୍ ଇଜ୍ ଏ ଟ୍ରାଞ୍ଜିସନାଲ ବିଇଂ, ଅର୍ଥାତ୍ ମନୁଷ୍ୟ ହେଉଛି ଗୋଟିଏ ମଧ୍ୟବର୍ତ୍ତୀ କାଳୀନ ସତ୍ତା। କାରଣ ମଝିରେ ରହିଛି, ତାପରେ ପୁଣି ତାକୁ ଆହୁରି କିଛି ହେବାକୁ ଅଛି। ତେଣୁ ଅତୀତରେ ତିଆରି ହେଲା, ଅତୀତରେ ଯେଉଁ ତିଆରି ହେଲା କାହା ପ୍ରଭାବରେ? ଏଇ ଚେତନାର ପ୍ରଭାବରେ। ତେଣୁ ଯେଉଁ ଚେତନାର ପ୍ରଭାବରେ ଆମେ ତିଆରି ହେଲେ, ଗୋଟେ ଛୋଟିଆ କଥା ଦେଖନ୍ତୁ, ଆମେ ଯେତେବେଳେ ଛୋଟିଆ ଛୁଆ ହେଇଥିଲେ ସାଙ୍ଗମାନଙ୍କ ସହିତ ବା ପ୍ରଥମ ଦ୍ୱିତୀୟ ତୃତୀୟ ଶ୍ରେଣୀରେ ଯେତେବେଳେ ପାଠ ପଢ଼ୁଥିଲେ, ପ୍ରାଇମେରୀ ସ୍କୁଲରେ ଯେତେବେଳେ ପାଠ ପଢ଼ୁଥିଲେ, ସେତେବେଳେ ଆମେ ସାଙ୍ଗମାନଙ୍କଠୁ ପେନ୍ ପେନସିଲ ଖାତା ବହି ସବୁ ନେଇଯାଉ, ବା ଯଦି କିଏ ଟିଫିନ୍ ଆଣିଥିବ ତା ଟିଫିନ୍କି ଖାଇଦେଉ, ବା କିଏ ଯଦି ପଇସା ଆଣିଛି ତୁ ମୋତେ ପଇସା ଦେ ମୁଁ ପରେ ଦେବି କହିକି ତା ପଇସା ବି ନେଇଯାଉ। କିନ୍ତୁ ବର୍ତ୍ତମାନ ଯଦି ଆମକୁ ସେଇ ପିଲା ମନେ ରଖିଥିବ କହିବ ତୁ ମୋ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ିଲା ବେଳେ ତୁ ମୋର ପଇସା ନେଇଯାଇଥିଲୁ, ଏବେ ଦେ। ସେ କ'ଣ ମନେ ରଖିଥିବ ନେଇଥିଲା ବୋଲି? ନା ଯିଏ ଦେଇଛି ସେ ମନେ ରଖିଛି। ଯଦି ଯିଏ ଦେଇଛି ସେ ମନେ ରଖିଛି ନା ଗଣ୍ଡଗୋଳ କରିବ ନା। ମୋର ସେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ିଲା ବେଳେ ମୋର 10 ଟଙ୍କା ନେଇଥିଲୁ, ଏବେ ଦେ। କିନ୍ତୁ ସେଟା ମନେ ନାହିଁ, କାହିଁକି ନା ତାକୁ ଅତିକ୍ରମ କରିଗଲୁ। ତେବେ ସେତେବେଳେ ଆମେ ପିଲାମାନଙ୍କର ଚକୋଲେଟ୍ ନେଇଯାଉଥିଲୁ, ପିଲାମାନଙ୍କଠୁ ବହି ନେଇଯାଉଥିଲୁ, ଏବେ ଆମେ ନେଇପାରୁଛେ କି? ନେଇପାରୁନୁ। କାହିଁକି ନା ସେ ଷ୍ଟେଜ୍କୁ ଅତିକ୍ରମ କରିଗଲେ। ଛୋଟିଆ ଛୁଆ ହେଇଥିଲେ ଫିଡ଼ିଂ ବୋଟଲରେ କ୍ଷୀର ଖାଉଥିଲେ, ଅଝଟ ହେଉଥିଲେ ମା ଚକୋଲେଟ୍ ଦେଉଥିଲା, ମାଆକୁ ଅଳି କରୁଥିଲୁ, କାନ୍ଦି ଦେଉଥିଲୁ। ଚକୋଲେଟ୍ ଖାଇବା ଆଶାରେ ଟିକେ ଜାଣିଛୁ ମୁଁ କାନ୍ଦିଲେ ମୋ ମା ଚକୋଲେଟ୍ ଦେଇଦେବ, ତେଣୁ ଜାଣି ଶୁଣି ଟିକେ କାନ୍ଦିଦେବେ, ନା ଭୂଇଁରେ ଗଡ଼ିବେ, ଲୋକ ଥିଲାବେଳେ କାନ୍ଦିବେ, ଅଝଟ ହେବେ, କାରଣ ମା ଚକୋଲେଟ୍ଟା ଦେବ ନା। ତେଣୁ ମାଆଙ୍କଠୁ ଚକୋଲେଟ୍ଟା ଖାଇବା ପାଇଁ ଆମେ ମା ପାଖରେ ଅଳି କରୁ, ଅଝଟ ହଉ। ତେଣୁ ଚକୋଲେଟ୍ ନିଶାଟା ଆମକୁ ଏଇଭଳିଆ ପ୍ରଭାବ ଦେଇଦେଉଛି। ତେଣୁ ଆମେ ସେଇ କଥା କରିଦେଉଛୁ। ତାପରେ ମନେ ମନେ ଭାବୁଛୁ ହଁ ବଡ଼ ହେଇଛ ବୋଲି ମୋତେ ଦୟା ଦେଖେଇକି ଗୋଟେ ଗୋଟେ ଚକୋଲେଟ୍ ଦେଉଛ ନା, ଡବାଟା ଚକୋଲେଟ୍ କିଣିକି ଆଣିଛ ମୋରି ପାଇଁ ଆଣିଛ, ହେଲେ ମୁଁ ମାଗିଲେ ମୋତେ ଗୋଟେ ଦେଉଛ। ରୁହ ମୁଁ ଟିକେ ବଡ଼ ହୁଏ, ପଇସା ରୋଜଗାର କରିବି, ତାପରେ ତମ ଆଗରେ ଯଦି ଡବାଟା ଚକୋଲେଟ୍ କିଣିକି ନ ଖାଇ ମୋତେ କହିବ। ତାର ପିଲା ଯେତେବେଳେ ବଡ଼ ହେଇଯାଉଛି, ରୋଜଗାରକ୍ଷମ ଚାକିରି ବାକିରି କରୁଛି କି ବ୍ୟବସାୟ କରୁଛି, ତାର କୌଣସି ପ୍ରକାର ରୋଜଗାରକ୍ଷମ ହେଇଗଲା, ତାପରେ କହନ୍ତୁ ନା ସେ ରୋଜଗାରକ୍ଷମ ପିଲା ବର୍ତ୍ତମାନ ମା ପାଖରେ ଡବାଟା ଚକୋଲେଟ୍ କିଣି ଖାଇପାରୁଛି? ଖାଇପାରୁନି। କାହିଁକି? କାରଣ ସେ ଚେତନାର ସ୍ତରକୁ ଅତିକ୍ରମ କରିଗଲାଣି। ତେଣୁ ଯେଉଁ ଚେତନା ବଦଳି ଯାଇଛି ସେଇ ଚେତନା ଆଉ ନାହିଁ। ତାହେଲେ ଏଇ ଯେଉଁ ହ୍ୱାଟ୍ ଇଜ୍ ଏ ଚେଞ୍ଜ ଅଫ୍ କନସିୟସନେସ୍, ଏ ଯେଉଁ ଚେତନା ବଦଳିବା ମାନେ କ'ଣ? ଚେତନା ଆମେ ପ୍ରଥମରେ ଯେଉଁ ପ୍ରକାର ଥିଲା ବର୍ତ୍ତମାନ ସେଟା ନାହିଁ। କାରଣ ଆମେ ଚେତନାର ଗୋଟେ ନବଜନ୍ମ ଆମର ଘଟିଛି, ଅର୍ଥାତ୍ ଆମେ ଆଉ ଗୋଟେ ସ୍ପିୟରକୁ ଉଠିଗଲେଣି, ଗୋଟେ ସ୍ତରକୁ ଆମେ ଉଠିଗଲେଣି। ଏଇ ଯେଉଁ ଆଉ ଗୋଟେ ସ୍ପିୟରକୁ ଆମେ ଉଠିଲେ ଏଇଠି ସେଠି ଆମର ଗୋଟେ ନବଜନ୍ମ ହେଲା, ସେଠି ଆମର ଦୃଷ୍ଟିଭଙ୍ଗୀ ବଦଳିଗଲା, ସବୁ ଜିନିଷକୁ ଭିନ୍ନ ଏକ ଦୃଷ୍ଟିରେ ଦେଖିଲୁ, ଭିନ୍ନ ଏକ ଦୃଷ୍ଟିରେ ଫେସ୍ କଲୁ। କିନ୍ତୁ ପ୍ରଥମେ ଏଇ ଅବସ୍ଥା ନଥିଲା।
କିନ୍ତୁ ଏବେ ଦୃଷ୍ଟିଭଙ୍ଗୀ ବଦଳିଗଲା। ତାର କାରଣ କ'ଣ ନା ଚେତନା ଆମର ପରିବର୍ତ୍ତନ ହେଇଯାଇଛି। ଯେହେତୁ ଆମର ଚେତନା ପରିବର୍ତ୍ତନ ହେଇଯାଇଛି, ତେଣୁ ପ୍ରାଥମିକ ସ୍ତରରେ ଚେତନା ଆମକୁ ଯେଉଁ ପ୍ରକାର ପ୍ରଭାବ ଦେଉଥିଲା ବର୍ତ୍ତମାନ ଆଉ ଟିକେ ନୂଆ ପ୍ରଭାବ ଦେଉଛି। ତେଣୁ ସବୁବେଳେ ଗୋଟିଏ ନ୍ୟୁନେସ୍ ଆବଶ୍ୟକତା ଅଛି। ତେଣୁ ଚେତନା ଆମକୁ ସବୁବେଳେ ନୂତନତାକୁ ପ୍ରଦାନ କରେ। ଗୋଟେ ଚେତନା ଭିତରେ ଫିକ୍ସ ହେଇକି ରହିଲେ ସେ ଏକ୍ସପିରିଏନ୍ସ ଗେନ୍ କରିପାରେନି। ତେଣୁ ଯେଉଁ ଏକ୍ସପିରିଏନ୍ସ ଗେନ୍ କରିବା ମାନେ ଅନୁଭୂତି ଅର୍ଜନ କରିବା, ଅନୁଭୂତି ଲାଭ କରିବା। ତେଣୁ ନୂଆ ନୂଆ ଅନୁଭୂତି ଆଣିବା ପାଇଁ ସେ ନୂଆ ନୂଆ ସବୁ ଖୋଜେ। ତେଣୁ ନୂଆ ନୂଆ କଥା ସେ ଜାଣେ। ଆମେ ପ୍ରାଇମେରୀ ସ୍କୁଲରେ ଯେଉଁ ପାଠ ପଢ଼ିଥିଲୁ ଏବେ କଲେଜ ମାନଙ୍କରେ କ'ଣ ସେଇ ପାଠ ପଢ଼ୁଛୁ? ନା ପିଜି କ୍ଲାସ୍ରେ ସେଇ ପାଠ ପଢ଼ୁଛୁ? ନା PhD କ୍ଲାସ୍ରେ ସେଇ ପାଠ ପଢ଼ୁଛୁ? ସେଇ ପାଠ ପଢ଼ୁନୁ। ନିଶ୍ଚିତ ପାଠରେ କିଛି ପରିବର୍ତ୍ତନ ହେଉଛି। ତେଣୁ ଜ୍ଞାନର ପରିସର ମଧ୍ୟ ବୃଦ୍ଧି ପାଉଛି। ଠିକ୍ ସେଇଭଳି ଆମର ଚେତନାର ଭୂମିରେ ଆମେ ଗୋଟେ ଗୋଟେ ପାବଚ୍ଛ ତଳେ ଅତିକ୍ରମ କରି କରି ଯାଉଛୁ। ସେଠି ଅଲଗା ଦୃଶ୍ୟ ଦେଖୁଛୁ, ଅଲଗା କଥା ଅନୁଭବ କରୁଛୁ, ଅଲଗା ଦୃଷ୍ଟିରେ ଦେଖୁଛୁ। ସପୋଜ ମୁଁ ମୋ ଘର ଛାତ ଉପରେ ଅଛି। ଛାତଟା ଅତି ବେଶୀରେ 15 ଫୁଟ 20 ଫୁଟ ଉଞ୍ଚା ହେଇଥିବ। ମୁଁ ତା ଛାତ ଉପରେ ଅଛି। ଯେତିକି ଅଞ୍ଚଳ ମୋତେ ଦେଖାଯାଉଛି, ମୁଁ ଗୋଟେ 10 ମହଲା କୋଠା ଉପରକୁ ଯିବି, ତାର ଛାତ ଉପରେ ଛିଡ଼ା ହେବି, ମୋତେ କେତେ ଅଞ୍ଚଳ ଦେଖାଯିବ? ବହୁତ ବଡ଼ ଅଞ୍ଚଳ ଦେଖାଯିବ, ପୁରା ପ୍ରସାର ଦେଖାଯିବ। ଗୋଟେ ନ୍ୟାଚୁରାଲ ଭ୍ୟୁ ଏମିତି ଆସିବ ଯେ ଇଚ୍ଛା ହୁଅନ୍ତା ମୁଁ ଭିଡ଼ିଓ କରି ରଖିବି ଏଭଳିଆ ଦୃଶ୍ୟ। ଆମେ ଟାଉନ ଭିତରେ ଅଛୁ, ଯେତିକିଟା ଜାଣିପାରୁନୁ। ଆମେ ଘାଗରା ଉପରକୁ, ହୁଡ଼ି ଉପରକୁ, ଜୁଡ଼ିଆ ଘାଟି ଉପରକୁ ଉଠିଗଲା ପରେ ଟାଉନର ଭ୍ୟୁଟା ଆମେ ପୁରା ଦେଖୁଛୁ। ଆଉ ଭିଡ଼ିଓ ବି କରିକି ଆଣୁଛୁ, ଫଟୋ ବି ଉଠାଉଛୁ, ଭଲ ଲାଗୁଛି। କାହିଁକି ନା ସେଠି ଟାଉନଟା ପୁରା ଦେଖାଯାଉଛି, କାରଣ ଟାଉନର ଉଚ୍ଚରେ ଅଛି। ତେଣୁ ଯେତେ ଏତେ ଉଚ୍ଚକୁ ଯିବା ଆମର ଦୃଷ୍ଟିଭଙ୍ଗୀ ସେତେ ପ୍ରସାର ହେଇଯିବ, ଦୃଷ୍ଟି ପ୍ରସାର ହେଇଯାଏ। এইটা হচ্ছে চেতনার উৎক্রমণ। তেণু আমি চেতনার যেতিকি 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 বিকাশ করুথিবা আম ভিতরে প্রসারতার ভাব সেতিকি বড়ি বড়ি যাউথিব। আর যেতବେଳେ চেতনার আমি নূয়া নূয়া স্তরକୁ উঠি উঠি যাউথিবা পাস্টর জিনিসটা আম পাই হজিগলা ভଳିଆ লাগুথিব, ভিতরে ଅଛି কিন্তু সে নূয়া নূয়া জিনিসটা আমাকে আহুরি আগুক ଯିବା ପାଇଁ ଗୋଟେ ପ୍ରେରଣା ଦିଏ, ବୁଷ୍ଟିଂ କରିଦିଏ, ସେ ପ୍ରେରଣା ଦେଇଦିଏ, ଯାହାଫଳରେ ଆମେ ଉତ୍କ୍ରମଣ ହେବା ପାଇଁ ସହଜ ହେଇଯାଏ। ଆଉ ଗୋଟିଏ ବଡ଼ ଜିନିଷ ହେଉଛି ଯେତେ ଯେତେ ଅଧିକ ଅଧିକ ଚେତନାକୁ ସ୍ତରକୁ ଆମେ ଉଠୁଥିବା ଜ୍ଞାନ ମଧ୍ୟ ସେତିକି ଆମର ପରିପକ୍ୱ ହେଉଥିବ। ପ୍ରାଥମିକ ଅବସ୍ଥାରେ ବ୍ୟକ୍ତି କ'ଣ କରେ ନା ନିଜର ସାମର୍ଥ୍ୟ ଉପରେ ଭରସା କରେ, ନିଜର ବୁଦ୍ଧି, ନିଜର ବଳ, ନିଜର ମାନସିକତା ଉପରେ ସେ ଭରସା କରେ। ତାର ଚେତନା ଯେତେବେଳେ ବିକାଶ ହୁଏ, ଚେତନାର ସ୍ତରରୁ ଆଉ ଗୋଟେ ସ୍ତର ଆଉ ଗୋଟେ ସ୍ତରକୁ ଯେତେବେଳେ ସେ ଯାଏ, ସେଠି ଚିନ୍ତା କରେ ନା ନା ଟିକେ ଭଗବାନଙ୍କୁ ଡାକିବା କଥା ଆଗ, ତାପରେ ଭଗବାନ ତା ଭିତରକୁ ଆସିବା ଦରକାର ବୋଲି ସେ ଅନୁଭବ କଲାଣି। ତାପରେ ଆଉ ଟିକେ ସ୍ତରକୁ ଯାଏ, ନା ଯାହା ହଉ ଭଗବାନ ଟିକେ ଜଣେଇକି ଯାଇଥାଏ, ତାପରେ ଯାହା ହେଉଛି ହଉ, ତାପରେ ସେ ଭଗବାନ ସହିତ କନେକ୍ସନ କଲା। ପୁଣି ଆଉ ଗୋଟେ ଷ୍ଟେପକୁ ଆସିଲେ, ଦେଖ ପ୍ରଭୁ ତମ ବିନା ମୋର କିଛି ସ୍ଥିତି ନାହିଁ, ତେଣୁ ତମ ପାଖରେ ମୁଁ ନିଜକୁ ନିବେଦନ କରୁଛି, ତମେ ମୋତେ ଗ୍ରହଣ କର, ତମେ ମୋତେ ପରିଚାଳିତ କର। ପୁଣି ଆଉ ଟିକେ ଯେତେବେଳେ ଆସିଯିବ, ଭଗବାନଙ୍କ ବିନା ମୁଁ କିଛି ନୁହଁ, ଭଗବାନଙ୍କ ବିନା ମୁଁ କିଛି ଜାଣିନି, ଭଗବାନଙ୍କ ବିନା ମୁଁ କିଛି ବି କରିପାରିବିନି। ପୁଣି ଆଉ ଗୋଟେ ସ୍ତରକୁ ଯେତେବେଳେ ଆସିବେ, ଅନୁଭବ ହେବ ଭଗବାନ ମୋତେ ଯାହା ଚାହିଁଛନ୍ତି ମୁଁ ସେଇଆ ହେବି, ଭଗବାନ ମୋତେ ଯେଉଁ କାମ କରିବାକୁ ଚାହାନ୍ତି ମୁଁ କେବଳ ସେଇଆ କରିବି। এইটা ହେଉଛି କ'ଣ ନା ଚୈତ୍ୟ ସତ୍ତା ଆମର ଯେଉଁ ଅଛନ୍ତି ତାର ବିକାଶ ଦ୍ୱାରା ଚେତନାର ବିକାଶ ହେଉଛି। ତେଣୁ ଚୈତ୍ୟ ସତ୍ତା ଗୋଟେ ଅନଇଜିନେସ୍ ଫିଲ୍ କରେ। ଚୈତ୍ୟ ସତ୍ତାର ପ୍ରକୃତିରେ ଅନଇଜିନେସ୍ ନଥାଏ। ତାହେଲେ ଆମେ ଭିତରେ ଚୈତ୍ୟ ସତ୍ତା ଯେତେବେଳେ ବିକାଶ କରୁଛି, ଅନଇଜିନେସ୍ ଏଟା ଆମେ କାହିଁ ଫିଲ୍ କରୁ? ତାର କାରଣ ହେଉଛି ଆମ ଭିତରେ ଆମେ କିଛି ରଙ୍ଗ ଜିନିଷକୁ କରୁଛୁ, ଭୁଲ ବଟ କାମ ଆମେ କିଛି କରୁଛୁ। ସେ ଭୁଲ ବଟ କାମଟା ଆମ ଚୈତ୍ୟ ସତ୍ତା ଆମକୁ ପ୍ରେରଣା ଦେଇଦେଉଛି, ବା ଆମର ତାର ଚୈତ୍ୟ ସତ୍ତାଙ୍କର ଯେଉଁ ପ୍ରଭାବ, ସେଇଟା ହେଉଛି ଚେତନାର ପ୍ରଭାବ। ସେ ଆମକୁ ସୂଚେଇ ଦେଉଛି ତମେ ଭୁଲ କରୁଛ, ଏଇଟା କରିବା କଥା। ଅର୍ଥାତ୍ ଭଗବାନଙ୍କ ପ୍ରେଜେନ୍ସଠୁ ଦୂରେଇ ଯାଉଛି। ଅନ୍ୟ କାହା ପ୍ରଭାବ ଦ୍ୱାରା ଆମେ ବଶୀଭୂତ ହେଇଯାଇଛୁ, ଅନ୍ୟ କାହା ପ୍ରଭାବ ଦ୍ୱାରା ଆମେ ପରିଚାଳିତ ହେଇଯାଉଛୁ, ଯାହାଫଳରେ ଆମେ ଗୋଟେ ଅସୁସ୍ଥି ଅନୁଭବ କରୁଛୁ, ସଫୋକେଟେଡ୍ ଫିଲ୍ କରୁଛୁ, ଅନଇଜି ଫିଲ୍ କରୁଛୁ। ତେଣୁ ଗୋଟେ ସବୁ କଥା ଥିଲେ ମଧ୍ୟ ନା କିଛି ଗୋଟେ ଭଲ ଲାଗୁନି, ଆଜିକାଲି ଆଉ ଏସବୁ କିଛି ଭଲ ଲାଗୁନି, ଆଗରୁ ଗୋଟେ ଯାହା ହେଉଥିଲା ଆଜିକାଲି ଏଇଟା ଭଲ ଲାଗୁନି କିଛି, ଏସବୁ ଆଉ କରିବାନି। ଭିତରେ ସବୁ କଥା, ସବୁ ଫେସିଲିଟି, ମାନେ କୌଣସି ଥିର ଅଭାବ ନାହିଁ,
ତାପରେ ଆମେ କିଛି ଅଭାବ ବୋଧ କରୁଛେ, ଅଶାନ୍ତି ବୋଧ କରୁଛେ। ତାର କାରଣ ଆମ ଭିତରେ କିଛି ଗୋଟେ ଭୁଲ ପ୍ରଭାବ କାର୍ଯ୍ୟକାରୀ ହେଇଯାଉଛି। ଏଇଟା ଜାଣିପାରୁଛୁ। ସେଇ ଜାଣିପାରିବା କାହା ପ୍ରଭାବରେ? ଏଇଟା ହେଉଛି ଚେତନାର ପ୍ରଭାବରେ। ଆମ ଭିତରେ ଯେଉଁ ଚେତନା ଧୀରେ ଧୀରେ ମାର୍ଜିତ ହେଉଛି, ବିକଶିତ ହେଉଛି, ଆଉ ଗୋଟେ ସ୍ତର ଆଉ ଗୋଟେ ସ୍ତରକୁ ଆମେ ଉଠିଛେ, ଗୋଟେ ସୋପାନରୁ ଆଉ ଗୋଟେ ସୋପାନକୁ ଯାଉଛେ, ଗୋଟାଏ ଭୂମିରୁ ଆଉ ଗୋଟେ ଭୂମିକୁ ଯେଉଁ ଯାଉଛେ, ସେଇଠି ଆମେ ଜାଣିପାରୁଛେ ଯେ ନା ଏଇଟା ଠିକ୍ କଥା ନୁହେଁ। ଆଗରୁ ସେଇ କାମ କରିଦେଉଥିଲେ, କିଛି ଲାଗୁନଥିଲା। ଏବେ ସେଇ କାମ କଲା ବେଳକୁ ନା ଏଇଟା ଭୁଲ କାମ, ଏଇ କାମ କେବେ କରିବାନି, ଯାହା ହେଉଛି ହେଇଯାଉ ପଛକେ। ଆଉ ମୁଁ ଆଗରୁ ଗୋଟେ ଷ୍ଟେସନ ମାଷ୍ଟରଙ୍କ କଥା କହିଥିଲି। ତେଣୁ ସେ ଷ୍ଟେସନ ମାଷ୍ଟର ଆଗରୁ କେତେ କେତେ ଜିନିଷ ସବୁ ହେରଫେର କରିଦେଉଥିଲେ। ଏବେ ତା ଷ୍ଟାଫ୍ ମାନଙ୍କର ତାଙ୍କ ନାଁରେ ସେ କମ୍ପ୍ଲେନ୍ କରୁଛନ୍ତି। କାରଣ ଗୋଟେ ସଂକଳ୍ପ ଆସିଗଲା, ଯାହା ହେଉଛି ହେଇଯାଉ। ତାକୁ କୋର୍ଟରେ ପଚାରି ଦେଉଛନ୍ତି, ତୁମକୁ ଫାଶୀ ହେଇଯିବ, ରେଡ଼ି, କିଛି ଅସୁବିଧା ନାହିଁ। ତମର ସମ୍ପତ୍ତି ସବୁ ସିଜ୍, ହଁ ହେଇଯାଉ। ତୁମକୁ ଜେଲ୍ ଦଣ୍ଡ ହେଇଯିବ, ହେଇଯାଉ। ଆଜୀବନ କାରାଦଣ୍ଡ ହେଇଯିବ, ହଁ ହେଇଯାଉ। ତାର ଭୟ ରହୁନି। ତାର କାରଣ କ'ଣ? ମୁଁ ତ ସତ ରହିଛି ନା। ତେଣୁ ସତ ରହିଲା ପରେ ଯେଉଁଟା ମୋ ପାଇଁ ଆସିବ ସେଇଟା ମୋ ପାଇଁ ବ୍ଲେସିଂସ୍। ତେଣୁ ଚେତନାରେ କେଉଁ ଭୂମିରେ ଏଇ କଥାଟା ଅନୁଭବ ହେବ? ଏ ହେଉଛି ଚେତନାର ଉତ୍କ୍ରମଣ। ତେଣୁ ପାବଚ୍ଛ ପରେ ପାବଚ୍ଛ ଯେତେବେଳେ ଆମେ ଚେତନାରେ ଅତିକ୍ରମ କରୁଛୁ, ଦୃଷ୍ଟିଭଙ୍ଗୀ ବଦଳି ଯାଉଛି, ମନୋଭାବ ବଦଳି ଯାଉଛି, ଜ୍ଞାନର ଦିଗ ମଧ୍ୟ ପରିପକ୍ୱ ହେଇଯାଉଛି ଏବଂ ଶୁଦ୍ଧିକରଣ ମଧ୍ୟ ସେମିତି ହେଇଯାଉଛି। ଏଇଟା କୁହାଯାଏ ଉତ୍କ୍ରମଣ। ତେଣୁ ପ୍ରତ୍ୟେକ ପରିସ୍ଥିତିକୁ ଆଗରୁ ଥିଲେ ଏଇଟା ମୋତେ ବଡ଼ ଆକ୍ସା କରିଦେଉଛି। ଏ ପରିସ୍ଥିତି ଗୁଡ଼ା କାହିଁକି କରୁଛନ୍ତି କେଜାଣି ଭଗବାନ? ଯେମିତି ଆମେ ଚାଲିଲା ବେଳେ ଧର କିଛି ଗୋଟେ ଦୁର୍ଘଟଣା ହେଇଗଲା, ଲୋକଟା ଏମିତି କ'ଣ ଗାଡ଼ି ଚଲାଉଛନ୍ତି ମ କହିଦେଉଛୁ, ଦେଖିକି ଚଲାଉନାହାନ୍ତି, କିଛି ନାହିଁ, ଚାପି ଦେଇକି ପଳେଇଲା ଲୋକଟାକୁ, ବେସର ହେଇଗଲା ଏକାଥରେ। ଆଚ୍ଛା, କ'ଣ ପାଇଁ ଗାଡ଼ି ଘୋଡ଼ା ତିଆରି କଲେ କେଜାଣି? ହାତୀ ଚାଲିଲା ବେଳେ କେତେ କେତେ ଦଳି ଚକଟିକି ପଳେଇଥିବ, ଆମେ ଚାଲିଲା ବେଳେ ପିମ୍ପୁଡ଼ି ମାନେ ମରିଥିବେ ନା ନାହିଁ? ଆମେ ଚାଲିଲା ବେଳେ ସେ ଯେଉଁ ପୋକ ମାନେ କେତେ ପୋକ ବି ମରିଥିବେ ନା ନାହିଁ ରାସ୍ତାରେ? ସେମାନେ କ'ଣ ଭାବୁଥିବେ, ଏ ମଣିଷଟା ଭଗବାନ କାହିଁ ତିଆରି କଲେ କେଜାଣି? ଆମକୁ ଚାପି ଚୁପା ଦେଇକି ପଳାଉଛନ୍ତି। ଆମକୁ ସେମିତି ବାଘ ଭାଲୁ ସବୁ ଖାଇ ଦେଉଛନ୍ତି, ହାତୀ ମାରି ପକାଉଛି, ଏମାନଙ୍କୁ କାହିଁ ଭଗବାନ ତିଆରି କଲେ କେଜାଣି? ବର୍ତ୍ତମାନ ଭାବୁଛୁ ଯେତେବେଳେ ଆମ ଭିତରେ ଚେତନା ଉତ୍କ୍ରମଣ ଘଟିବ, ତାଙ୍କ ଭିତରେ ଭଗବାନ ଅଛି, ମୋ ଭିତରେ ଭଗବାନ ଅଛି। ତେଣୁ ସିଏ ଚେତନାର ଯେଉଁ ସ୍ତର ରହିଛନ୍ତି, ସେଇ ସ୍ତରର ଅନୁଭୂତି ସେ ନେବେ। ମୁଁ ଯେଉଁ ସ୍ତରରେ ଅଛି, ମୁଁ ମୋ ସ୍ତରର ଅନୁଭୂତି ନେବି। ତେଣୁ ତା ସହିତ ମୋତେ ମୋର କମ୍ପେୟାର କରିବାର ନାହିଁ। ତେଣୁ ଚେତନା ମାର୍ଜିତ ହେଇଛି ବୋଲି ଜଣେ ଆଉ ଜଣ ସହିତ କମ୍ପେୟାର କରୁନି, କମ୍ପିଟିସନ୍ କରୁନି। ତା ଭଳିଆ ମୁଁ ହେବାକୁ ଆସିନି ସଂସାରକୁ। ତେଣୁ ଚେତନା ଯେତେବେଳେ ପରିପକ୍ୱ ହେଇଯାଉଛି, ଧୀରେ ଧୀରେ ମାର୍ଜିତ ହେଉଛି, ଶୁଦ୍ଧିକରଣ ହେଇଯାଉଛି, ଆଉ ତାର ଚେତନା ଯେତେବେଳେ ଉତ୍କ୍ରମଣ କରିଯାଉଛି, ସେ ଭାବୁଛି ସତରେ ସଂସାରରେ ଆଜିକାଲି କେତେ ଗୋଳମାଳ ହେଲାଣି, କେତେ ମିଛ, କେତେ ଠକାମି, କେତେ ଅସତ ହେଲାଣି। ଲୋକଗୁଡ଼ା କାହିଁକି ଏମିତି କରୁଛନ୍ତି କେଜାଣି? କେଉଁଦିନ ସୁଧୁରିବେ? ପ୍ରଭୁ ଏମାନଙ୍କୁ ସୁଧାର ଦିଅ। ତାହେଲେ ଅନ୍ୟମାନେ ସୁଧୁରି ଯାଆନ୍ତୁ ବୋଲି ବର୍ତ୍ତମାନ ଗୋଟେ ପ୍ରାର୍ଥନା ତିଆରି ହେଲାଣି। ଆଗରୁ ସେ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା ଆସୁନଥିଲା। ସଂସାରର ଯେଉଁ ଅବସ୍ଥା ବର୍ତ୍ତମାନ ଆମକୁ ଆଗରୁ ଅଡ଼ୁଆ ଲାଗୁନଥିଲା, ଯିଏ ଯାହା ହେଲେ ଆମର କ'ଣ ଯାଏ? ଆମର ଯେମିତି ପିଲାମାନଙ୍କୁ ପାଠ ପଢ଼ୁଥିଲା ବେଳେ ମାଆ ମାନେ କହୁଥିବେ, କ'ଣ ପାଇଁ ତା କଲମଟା ଦେଇକି ଆସିଲୁ କହନି, ଭାରି ଦାନି ଦେଖେଇବୁ ତ, ତୋର ନିଜର କଲମ ନାହିଁ, ୟାକୁ ତାକୁ କଲମ ଦେଇଦେଇ ପଳେଇ ଆସୁଛି। ସିଏ ଟ୍ୟୁସନ୍ କରୁଛି, ତୁ ଟ୍ୟୁସନ୍ କରୁଛୁ, ସେ ଏତେ ନମ୍ବର ରଖୁଛୁ, ତୁ ଏତେ ନମ୍ବର ରଖୁଛୁ କି? କାହିଁ ତା କଲମ ଦେଇକି ଆସୁ, ତାକୁ କାହିଁ ସାହାଯ୍ୟ କଲୁ? ସଇଲା, ଚିନ୍ତା କଲା ପିଲା, ଆରେ ମୋର କ'ଣ ସାହାଯ୍ୟ କରିବା ମୋ ସାଙ୍ଗକୁ ଭୁଲ ହେଇଗଲା କି? କାରଣ ମାଆର ଯେଉଁ ଚେତନା ଯେତିକି ଅଛି, ସୀମିତତା ଭିତରେ ଅଛି, ସେ ସେଇ ଚେତନା ପିଲା କହିଲା, ତୋ ଜିନିଷପତ୍ର ତୁ କାହାରିକି ଦେବୁନି, କି ପାଠ ପଚାରିଲି ବତେଇବୁନି ପରୀକ୍ଷାରେ। ତେଣୁ ସିଏ ତା କାହାକୁ ପାଠରେ ସହଯୋଗ କରୁନି, ଜିନିଷପତ୍ର ଦେଉନି, ଟିଫିନ୍ରେ ଦେଉନି, ସାଙ୍ଗ ହେଇକି ଖାଉନାହାନ୍ତି। ତା ଭିତରେ ଗୋଟେ ମେଳାପି ବୋଧ ତିଆରି ହେଉନି, ସେୟାର କରିବା ଜିନିଷଟା ହେଇପାରୁନି, ଆତ୍ମୀୟତାର ବୋଧ, ପ୍ରେମ ଭାବ ତା ଭିତରେ ତିଆରି ହେଇପାରୁନି। ଏଇଟା ସଂକୀର୍ଣ୍ଣତାର କଥା। ଯେତେବେଳେ ଚେତନା ଶୁଦ୍ଧିକରଣ ତାର ଜ୍ଞାନ ବୋଧ ହେଉଛି, ମୋ ମା ମୋତେ ଭୁଲ କହୁଥିଲା, ବଡ଼ ହେଲା ପରେ ସେ ଜାଣନ୍ତୁ ତାର ଜ୍ଞାନର ପରିପକ୍ୱତା ଆସିଯାଉଛି, ଚେତନା ଶୁଦ୍ଧିକରଣ ହେଇଯାଉଛି। ଆରେ ମୋ ମା ମୋତେ ତାହେଲେ ଭୁଲ ପ୍ରେରଣା ଦେଇକି ଆସିଥିଲା ନା, ମୋର ତାହେଲେ ଏଇଟା କରିବାର ନଥିଲା, ମୋ ମା ତାହେଲେ କିଛି ଜାଣିନଥିଲା। ହଉ, ସେ ତ ଜାଣିନି, ସେ ତ ତା ଜୀବନରେ ଏଇଟା ହେଇନି ବୋଲି ସେ ଜାଣିନି। ମୋ ଜୀବନରେ ଆଟଲିଷ୍ଟ ମୁଁ ଜାଣିଲିନି, ମାନେ ମୁଁ ଆଟଲିଷ୍ଟ ସୁଧୁରିବି। ତେଣୁ ଆମ ପୂର୍ବ ପିଢ଼ି କ'ଣ କରିଥିଲେ, ଆମେ ତାକୁ ପୁନରାବୃତ୍ତି କରିବା, ସେଇଟା ଆମ ପାଇଁ ନୁହଁ। କାହିଁକି ନା ଚେତନାରେ ଗୋଟେ ସ୍ତରକୁ ଉଠିଲୁଣି,
आमर परिपक्वता आसिलानी आमर शुद्धिकरण आसिलानी एवं आम चेतना जेहेतु मार्जित होती तेणु आम पूर्वसूरी कौन कर पुनरावृत्ति करने ना बोली आम भर बोध तैयारी तेणु चेतना गोटे नवीकरण घटू अन्न मैंने कौन कर कौन ना ताकू नहीं आम बड़ा व्यतिव्यस्त हो पड़ूलु बर्तमान चिंता करना सी चेतना स्थिति अनुसार कर तेणु सी चेतना जहाँ कर ठीक कर भूल कहवाई आगुरी कौन कहला से भूल करदेला कहीं से भूल कर निम्न चेतनार थिलु जो चेतना शुद्धिकरण है सी चेतना जहाँ कर ठीक कर मो चेतना जहाँ कर ठीक कर सी जो हवा कथा से निजक मजाई देती मुझे जहाँ हवा कथा मो कम माति तेणु मोर स्तर अलग तार स्तर अलग मुझे कहीं ता सहित कंपिटिशन करी मुझे भाया हेबी ना कौन आम जो सार मैंने सब पाठ पढ़ाला कहते पाठ पढ़ी बड़ मनीष हेबी कालिया घोड़ार चढ़ी मधुआ संगे लड़ी आउ मधुआंकूठ आम अतिक्रम कर आमको ये कथा सार मैंने भी शिखौले आम गुरुजन मैंने भी शिखौले क्या मधु हम जमी दुनिया सब बड़ आउ किए दुनिया बड़ ना क्या भगवान हो पारूनी क्या तो भगवान हाँ कौ स्तर कथा चेतनार सर्वोच्च स्तर में भगवान हो उठू ये कथा केते जन कहे जो मान चेतना से प्रकार सी मत आम पिला भगवान हाँ जड़े पिला क्लास पाठ पढ़ुला 3 क्लास पाठ पढ़ुला 3 क्लास जो पाठ पढ़ुला आगु सब स्कूल एसआई मैंने आसती स्कूल इन्स्पेक्टर विजिट करने आसती स्कूल परिदर्शन आसती क्लास रूम भी बुलाती पिला प्रकृत में पाठ पढ़ुं कि ना टीचर मैंने ठीक पढ़े कि ना पिला प्रश्न पचारे जना पड़ो से टीचर प्रकृत में पाठ पढ़ाऊँ ना ना तेनाली पिला प्रश्न पचारे गोटे पिला डाकिले से पिलाटी हूँ मेधा पिला क्लास भर गोटे भल मेधा पिला सी पचारे अरे बड़ हेल्ले पाठ पढ़ी कौन हम सी कहला आज्ञा टोंगा वाला हेबी टोंगा वाला हो सार मैंने मुंडे हाथले ये भाया पिला आम भाई बड़ हेल्ले कौन गोटे राष्ट्रपति फाष्ट्रपति हम कि गोटे साइंटिस्ट हो कि डॉक्टरटे हम कि इंजीनियरटे हम सी बड़ मनीष गोटे आईएएस अफसर हो कि ओएस अफसर हम गोटे अफिसरटे हम बोले हम चिंता करूँ किंतु सी कौच टोंगा वाला टोंगा माने जो गाड़ी टणा टणा गाड़ी गोटे तो घोड़ा जोटा टाणे टोंगा तू कहीं टोंगा वाला हो से क्लास रूम गोटे छवि थिला जो उठी गोटे घोड़ा माने टाणुचंदी गोटे रथ तो देख से रथ किए बस कृष्ण बस टाणुची किए घोड़ा टाणुची मु बड़ हेले मु टोंगा वाला भी मो टोंगा टाणी मो टोंगारे कृष्ण को बसैबी क्या जो पिला भितर तृतीय श्रेणी भावधारा आसला मो रथरे भगवान बसवे मुझे रथ को टाणी तेल भगवान को सेवार लगी से पिला दिन महान हबार ना तेना यहाँ चेतनागत दृष्टि से कही ना ज्ञान दृष्टि कही ज्ञानर आहुरी 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 केते उच्चर कथा हूँ चेतना तेणु जो तृतीय श्रेणी पिला मुंडे ये जो चेतनार प्रकार प्रभाव काम कर उच्च स्तर कथा सार मान सहज कथा बुझीपार ना से इन्स्पेक्टर जे परिदर्शन करके सहज बुझीपार से बुझीपारना अच्छा तार जो चेतना एत परिपक्वता उत्क्रमण होती क्या जो माँ जो तो पिला दिन टू मातृ गर्भर से माँ का माँ दिव्य प्रभाव में रहीकि सृष्टि कर जन्मला भगवान को नाम जपाई से प्रेरणा दे चलती गोटे भगवत दिव्य वातावरण ता परिवेश भितर से सृष्टि कर पिलाटा के मोर भल हो बोली से प्रार्थना अहर्निश कर चलती तेणु मार प्रभाव में से पिला भितर चेतना तैयारी से परिवेश तेणु तार जो साइकिक से भाया माँ गर्भटी बाछी तार विकास करने तेणु ये जो प्रभाव काम करुच्ची तेणु आम चेतनार विकास केमिति करवा चेतनार उत्क्रमण केमिति करवा केवल डिवाइन मदन को द्वारा कारण सी इज द मैग्नेट ऑफ हर डिफिकल्ट असेंट सी इज द फोर्स द इनएविटेबल वाट द मैग्नेट ऑफ हर डिफिकल्ट असेंट कारण ये माँ होचंती सी इज द फोर्स ये माँ होचंती से शक्ति जहाँ द्वारा आम उत्क्रमण करवा चेतनार उत्क्रमण करा केवल मातृशक्ति प्रभाव में सी द फोर्स द इनएविटेबल वाट सी जो शक्ति सी माँ जो प्रकार एटा हूँ आम अति अनिर्वार्य कथा ये आम एक अनिर्वार्य कथा जे माँ बिना किसी संभव हो पार इनएविटेबल वार्ड आम अपरिहार्य शब्द ये माँ आम एक अपरिहार्य शब्द
द मैग्नेट ऑफ आवर डिफिकल्ट असेंट से होचंती आम दुरूह आरोहणर से होचंती चुंबक चुंबक कौन करे लुहा को टाणे आम ऊर्ध्व को जाई परनु ऊर्ध्व यदि चुंबक रहा आम यदि गोटे छोटिया लुहा कंटा फटकी टाणी ना ना तेणु माँ जदि विराट चुंबकटे हुंती आम जदि छोटिया छोटिया लुहा कंटा हो ताले चुंबक कौन करियो लुहा कंटा टाण नब ता पाख ठीक से माँ पाख से टाण ने आ माँ बिना कौन आम उत्क्रमण संभव हो पार ना तेल आम आधार क्या रखा दरकार आम बेस किए रे प्रथम कहली दिस वर्ल्ड वाज ए बिगिनिंग एंड ए बेस ये पृथ्वी आम से प्रकार एक आधार कहीं ये प्रोग्रेस करिया सहज माँ लिखी द अर्थ लाइफ इज द प्लेस फॉर प्रोग्रेस ये पार्थिव जीवन हूँ अग्रगतिर क्षेत्र माँ के पाखे कृतज्ञता जनवा जे आमको माँ ये पृथ्वी को आनी कारण जो पृथ्वीर नियति हूँ अग्रगति करवा आम से एक पृथ्वी रे जन्म नहीं जो बस बड़बिलु भुवनेश्वर जाऊँगी सौभाग्यक्रमे आम भुवनेश्वर जीवार थिला मुझे बस रे बसची तेल कहतु मु बड़बिलु भुवनेश्वर पलैबी ना ना निश्चित पलैबी तेणु बड़बिलु भुवनेश्वर जाऊा बस रे जब मुझे बसी जाइए बस मत नहीं बड़बिलु भुवनेश्वर पहुँचेदेव तेणु जो पृथ्वी अग्रगति करुच्ची मुझे पृथ्वी रे जन्म नहीं जाइए मोर अग्रगति हम कि नहीं निश्चित अग्रगति हम कारण मु पृथ्वी रे जन्म नहीं तेणु पृथ्वी रे समस्त जन्म नवा हो पारे ना ये पृथ्वी को आसवा से सुजोग सृष्टि करे जो मैंने प्रार्थना रखी था माँ पाखे जे दिव्य जननी को पाथेय करता जे दिव्यता को आधार करता आध्यात्मिकता जे आधार करता दिव्य चेतना को जे आधार करता से माने ही ये अंतरात्मार संस्पर्श आसवा पृथ्वी को आसती तेणु पृथ्वी को जी आसला तार अग्रगति अनिवार्य कारण पृथ्वीर नियति हूँ अग्रगति करवा आर्थ लाइफ इज द प्लेस फॉर प्रोग्रेस पार्थिव जीवन हूँ अग्रगतिर क्षेत्र तेणु पृथ्वी को आम आसीचु पार्थिव जीवन बंचुचु तेणु ये अग्रगति अनिवार्य आम पाई तो जो बेस्ट आम या क्या बेस करवा जे अग्रगति करुच्ची जे अग्रगतिर सहयोग कर प्रकार एक बेस या मन आज यहाँ अच्छी कल डाइवर्ट करदे हम लालसा देखिए प्राण को डाइवर्ट करदे हम मन एक कथा चिंता कर हठात आ गोटे कथा चिंता मनर चिंता सब परिवर्तनशील किंतु आध्यात्मिकता गोटे कथा सी परिवर्तनशील नुहे गोटे कथा तार ओनली सिकिंग ऑफ द डिवाइन केवल से भगवान को ही चाहिए ओनली एस्पायर द डिवाइन केवल भगवान को से आस्पृहा करे ता व्यतीत आउ किसी ना तार आम सब माछी माने माछी दुर्गंध जो जगह थी से भण 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 हे डाक पड़ोनी दुर्गंध थोदेला माने माछी मैंने आपे आप पहुँचे आम जो सेंट पकई बढ़िया जिनस रखी हेटिकी जीवन जो दुर्गंध अच्छी से जी कि महुमाछी कौटी जीव माछी मैंने डाइवर्ट हो चारिड़े जो दुर्गंध से पड़े सेंटेड जगह से रे जो दुर्गंध हो से जगह रे महुमाछी कौन करे फूलर फूल कुटिए ये फूल से फूल से फूलरू आसो कौटी फणा को आउ कुआडे से जीवनी फूल आ फणा दीटा कथा से आमर आत्मा और परमात्मा ये दीटा व्यतीत आउ कुआर तार मुवमेंट न थाए तेणु क्या आम पाथेय करवा दरकार आधार आमर किए रहा दरकार आम आत्मसत्तार विधान को आम पाथेय करवा दरकार जो आत्मसत्ता विधान को कौन कह जाए आध्यात्मिकता तेणु आध्यात्मिकतार भूमि आमको प्रतिष्ठित होगा पड़े जो आध्यात्मिकतार भूमि प्रतिष्ठित हेले से आध्यात्मिकता हूँ आत्मार विधान आत्मार धारा ता भीतर गोटाए कथा थाए केवल आस्पायर द डिवाइन भगवान को आस्पृहा करवा से भगवान परम को जेहेतु से आस्पृहा करुए तेणु आम तारी भितर आधार रहीगले आम भितर से आस्पृहा तैयारी हे तेणु आस्पृहा जिते ऊर्ध्व को जाऊ आम भितर प्रसारतर भाव से बढ़ी बढ़ी जाऊ प्रथम आम निज कथा चिंता करुआ परिसर को आसवा आम चारिपाख पृथ्वी सर्वोपरि सृष्टि शेष भगवान
এইଭଳି ଭାବରେ ଆମକୁ ସେ ପ୍ରସାର ପ୍ରସାର କରିକି ନେଇଥାଏ। ତେଣୁ ଯେଉଁ ଆତ୍ମସତ୍ତାଙ୍କ ପ୍ରଭାବକୁ ଆମେ ଭିତ୍ତିଭୂମି କରିବା ସିଏ ହେବେ ଆମର ଆଧାର। ତେଣୁ ଏ ଆତ୍ମସତ୍ତାଙ୍କର ପ୍ରେରଣାକୁ ଶୁଣିବା, ଆତ୍ମସତ୍ତାଙ୍କ ଉପରେ ପୂର୍ଣ୍ଣ ନିର୍ଭରଶୀଳ ହେବା, ଆତ୍ମସତ୍ତାକୁ ଜୀବନର ଗାଇଡ୍ କରିବା, ଆଉ ତାଙ୍କର ଯେଉଁ ସତ୍ୟ ଓ ଜ୍ୟୋତିର ଧାରା ତାକୁ ଆମେ ଅନୁସରଣ କରିବା। ତେଣୁ ଆଧ୍ୟାତ୍ମିକତାକୁ ଭିତ୍ତିଭୂମି କରି ଯଦି ଆମେ ଛିଡ଼ା ହେବା ତେଣୁ ସବୁରି ଭିତରେ ଦୃଷ୍ଟିଭଙ୍ଗୀ ମଧ୍ୟ ବଦଳିଯିବ। ଆଧ୍ୟାତ୍ମିକ ଦୃଷ୍ଟିକୋଣରେ ପରିସ୍ଥିତିକୁ ଦେଖିବା। ତେଣୁ ଯେଉଁ ପରିସ୍ଥିତିରେ ଆମେ ଭଗବାନଙ୍କ ପ୍ରେଜେନ୍ସ ଫିଲ୍ କରିପାରୁନାହୁଁ, ଆମକୁ ଖୋଜିବାକୁ ପଡ଼ିବ କ'ଣ ଆମ ଭିତରେ ଅଲଗା କୁଆ ଡାଇଭର୍ଟ କିଏ ହେଇଗଲା କି, ଯେଉଁଥିପାଇଁ ଆମେ ଭଗବାନଙ୍କ ଉପସ୍ଥିତିକୁ ଭିତରେ ଅନୁଭବ କରିପାରୁନୁ। ଏଇଟା ହେଉଛି ବଡ଼ ଦୁଃଖ। ତେଣୁ ସାଇକିକ୍ ଚାହେଁ ଯେ ସମସ୍ତେ କେମିତି କେବଳ ତାର ପ୍ରଭାବକୁ ଅନୁସରଣ କରନ୍ତୁ, ସେ ମନପ୍ରାଣ ଶରୀର କେମିତି ଡୋମିନେଟ୍ କରିକି ରଖୁ ଏବଂ ତାରି ପ୍ରଭାବ ଦ୍ୱାରା ସେ ପ୍ରଭାବିତ କରି ଉର୍ଦ୍ଧ୍ୱଗାୟିତ ଛନ୍ଦରେ ସେ ପରମଙ୍କ ସନ୍ଧାନ ଦଉ। କାରଣ ଇଟ୍ ହାଜ୍ ଦ ଡାଇରେକ୍ଟ ରିଲେସନ୍ ୱିଥ୍ ଦ ଡିଭାଇନ୍। এই চৈত্য শতাঙ্কর সিধাসଳଖ যেহেতু ভগবানଙ୍କ ସହିତ ସମ୍ପର୍କ ରହିଛି, ତେଣୁ ଚୈତ୍ୟ ଶତାଙ୍କ ଜରିଆରେ ଆସିଲେ ଆମେ ସିଧାସଳଖ ତାରି ଆସ୍ଫୁରାରେ ଆମେ ଆସ୍ଫୁରା କରିପାରିବା ଏବଂ ତାରି ସନ୍ଧାନ କରିପାରିଲେ ଜୀବନକୁ ମଧ୍ୟ ସାର୍ଥକ କରିପାରିବା। ତେଣୁ ଆମର ଭିତ୍ତିଭୂମି ହେବ ଚୈତ୍ୟ ସତ୍ତା ଉପରେ ପ୍ରତିଷ୍ଠିତ ରହିବା, ଚୈତ୍ୟ ବିଧାନକୁ ଫଲୋ କରିବା। ତେଣୁ ଚୈତ୍ୟ ଉପାଦାନରେ ଆମର ମନ ପ୍ରାଣ ଶରୀରକୁ ପରିପୁଷ୍ଟ କରିବା, ଅର୍ଥାତ୍ ଆମ ଭିତରେ ଚୈତୀକରଣ କରାଇବା। এইটা হচ্ছে চৈত্য শুদ্ধতা মানে কোণ? চৈত্য শতাঙ্কর শুদ্ধতা নুহে, চৈত্য উপাদাନରେ ମନ ପ୍ରାଣଙ୍କ ଶରୀରକୁ ଶୁଦ୍ଧିକରଣ କରିବା, ଯାହାଫଳରେ ସେମାନେ ଚୈତ୍ୟ ବିଧାନକୁ ଫଲୋ କରିବେ, ଚୈତ୍ୟ ସତ୍ତାଙ୍କ ଅନୁଶାସନକୁ ପାଳନ କରିବେ, ଚୈତ୍ୟ ସତ୍ତାଙ୍କର ଧାରାରେ ସେ ଚାଲିବେ, ଚୈତ୍ୟ ଉପାଦାନରେ ପରିପୁଷ୍ଟ ହେବେ। এইটা କୁହାଯାଏ ଚୈତୀକରଣ। ଚୈତୀକରଣ ହେଇଗଲା ପରେ ତାପରେ ଆଉ ଗୋଟେ ଷ୍ଟେପ୍ ଅଛି। ଯେଉଁ ପରମଙ୍କ ପାଖରେ ଆମେ ପହଞ୍ଚିବା ପାଇଁ ବ୍ୟାକୁଳତା ସୃଷ୍ଟି କରୁଛୁ, ତାଙ୍କ ପାଖରେ ସନ୍ଧାନ କଲୁ ଏବଂ ତାଙ୍କୁ ପ୍ରାପ୍ତ କଲୁ, ପରମ ଚେତନାର ଭୂମିକୁ ଉତ୍ତରଣ କଲୁ, ସେଇଠି ଆମେ ଆମର ପ୍ରକୃତ ପରିଚୟଟା ପାଇଲୁ ଯେ ଆମେ ଯେ ଭଗବତ ସତ୍ତାର ଏକ ଅଂଶ ଏଇଟା ଭୁଲି ଯାଇଥିଲୁ। ଏଇଠିକୁ ଆସିଲା ପରେ ସେ ପରମ ଚେତନାର ଭୂମିରେ ଆମେ ଜାଣିପାରିଲୁ, ସେଇଠି ଆମ ପ୍ରକୃତ ଆଇଡେଣ୍ଟିଫାଇଡ୍ ଆମକୁ ସେ ଚୈତ୍ୟ ସତ୍ତା କରେଇଦେଲେ। ତେଣୁ ସେଇଠି ଆମର ପରିଚୟ ଆମେ ଲାଭ କଲୁ, ଆମେ ହେଉଛେ ଭଗବାନ। ଭଗବାନ ସହିତ ପରିଚିତ ଆମର ହେଇଗଲା। ଏଇଟା କୁହାଗଲା ଆଧ୍ୟାତ୍ମିକରଣ। ଏତିକିରେ ପର୍ଯ୍ୟାୟ ସରିନି। ତା ପର ଷ୍ଟେପ୍ ହେଲା ଯାହା ପରମଙ୍କ ପାଖରେ ଅଛି, ଯେଉଁ ଆସ୍ଫୁରା ଦ୍ୱାରା ଆମେ ଉର୍ଦ୍ଧ୍ୱକୁ ଉଠିଥିଲୁ, ସେ ପରମ ଚେତନାର ଭୂମିରୁ ସେ ପରମଙ୍କ ସକଳ ପ୍ରଭାବକୁ, ଦିବ୍ୟ ପ୍ରଭାବକୁ ଆଣି ଏ ନିମ୍ନ ଭୂମିରେ, ଅର୍ଥାତ୍ ଯେଉଁଠି ଆମେ ସୃଷ୍ଟି ହେଇଛୁ, ଆମ ବେସ୍ଟା କେଉଁଠୁ? ଜଡ଼ ଭିତରୁ, ନିଶ୍ଚେତନା ଭିତରୁ। ସେ ନିଶ୍ଚେତନା ଭିତରକୁ ଆଣିକି ସେଇ ପରମଙ୍କ ପ୍ରଭାବକୁ କାର୍ଯ୍ୟକାରୀ କରାଇବା। এইটা କୁହାଯାଏ ଅତି ମାନସୀକରଣ। ତେଣୁ ପରମ ଚେତନାର ସ୍ତରରୁ ଆସ୍ପୃହା ଦ୍ୱାରା ଦିବ୍ୟ ପ୍ରଭାବକୁ ଆଣି ନିଶ୍ଚେତନା ସ୍ତର ପର୍ଯ୍ୟନ୍ତ ଆଣି କ୍ରିୟାଶୀଳ କରାଇବା। ଜଡ଼, ଜଡ଼ ତଳେ ଅଛି ଅବଚେତନ, ଅବଚେତନ ପରେ ନିଶ୍ଚେତନା, ନିଶ୍ଚେତନା ଭିତରେ ଆମକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଏଇ ଯେଉଁ ସ୍ତରକୁ ଏଇ ପ୍ରକାର ପ୍ରଭାବ କ'ଣ କୁହାଯାଏ ନା ଅତି ମାନସୀକରଣ। ତେଣୁ ତିନିଟା ପର୍ଯ୍ୟାୟରେ ଆମକୁ ଯିବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟ ହେଲା ଚୈତୀକରଣ, ସେକେଣ୍ଡ ପର୍ଯ୍ୟାୟ ହେଲା ଆଧ୍ୟାତ୍ମିକରଣ, ଥାର୍ଡ଼ ପର୍ଯ୍ୟାୟ ହେଲା ଅତି ମାନସୀକରଣ। ଯେତେବେଳେ ଅତି ମାନସୀକରଣ ହେଇଗଲା, ନିଶ୍ଚେତନା ଭିତରେ ତ ଚେତନା ପ୍ରକାଶ ପାଇବ, ଅର୍ଥାତ୍ ଯେଉଁ ଅତି ମାନସ ନିମ୍ନରେ ଅପ୍ରକଟ ଥିଲା, ଯେତେବେଳେ ସେ ପ୍ରକଟିତ ହେବେ, ସେତେବେଳେ ଆମର ଯଥାର୍ଥ ପରିଚୟ ହେଉଛି ଆମେ ଭଗବାନ। ଆମେ ସେତେବେଳେ ଅନୁଭବ କରିପାରିବା ଯେ ୱି ଆର୍ ସନ୍ସ ଅଫ୍ ଗଡ୍ ମଷ୍ଟ ବି ୱେନ୍ ଆଜ୍ ହି, ଏଇଟା ଯେଉଁ କୁହାହେଇଥିଲା, ବର୍ତ୍ତମାନ ସେତେବେଳେ ଅନୁଭବ କରିପାରିବା ସତରେ ୱି ଆର୍ ସନ୍ସ ଅଫ୍ ଗଡ୍, ଆମେ ଭଗବାନଙ୍କ ପିଲା। ନିଶ୍ଚୟ ଦିନ ତାଙ୍କରି ହବା ବୋଲି ପ୍ରାର୍ଥନା କରୁଥିଲେ, ଏବେ ବର୍ତ୍ତମାନ ହେଇଗଲୁନି। ଅର୍ଥାତ୍ ଭଗବାନ ମୁଁ କେଉଁ ଆଦିମ ଅନନ୍ତ କାଳରୁ ଥିଲି, ଅଛି, ବର୍ତ୍ତମାନ ଭବିଷ୍ୟତରେ ରହିବି। ତେଣୁ ମୋର ବିନାଶ ନାହିଁ, ମୃତ୍ୟୁ ନାହିଁ। ଏଇ ଯେଉଁ ଅନୁଭବ ଆସିବା ଆମେ ଭଗବାନ, এই ଅନୁଭବଟା ସେତେବେଳେ ତିଆରି ହେବ। ତେଣୁ ଚେତନାର ସର୍ବୋଚ୍ଚ ସ୍ତରକୁ ଉଠିବା ପାଇଁ ଆଧ୍ୟାତ୍ମିକତାକୁ ଭିତ୍ତି କରିବା, କାରଣ ଯଥାର୍ଥ ଆଧ୍ୟାତ୍ମିକତା ଆମ ଜୀବନକୁ ରୂପାନ୍ତର କରିଦେବା। ଆସନ୍ତୁ ଆମେ ଆଧ୍ୟାତ୍ମିକତା ଗ୍ରହଣ କରିବା, ଜୀବନକୁ ରୂପାନ୍ତର କରିବା। ଧନ୍ୟବାଦ।